ତାକୁ ଯୋଗାଡ଼ କରୁଛି ଶୀତ ଦିନେ ବଞ୍ଚିବା ପାଇଁ। ଆଜ୍ଞା ନମସ୍କାର। ସେଠୁ ବେଣା ପୁଣି କଣ ମୋ ଘରକୁ ଆଇଲୁ? କଣ ପାଇଁ ଆସିବେ ଶାଳା ଚୁତିଆ ହାରାମଜାଦା? କଣ ପାଇଁ ଆସିବେ? ମୋ ଉପରେ ରାଖୁଛନ୍ତି କଣ? ରାଖିବି ନାହିଁ ତ ଶାଳା ପୂଜା କରିବି। ସେଦିନ ଭୁଲ ଭଲ ବଟିକା ଦେଲୁ। ମୋ ସ୍ତ୍ରୀ ହିଟ୍ ହେଇକି ମତେ ମାଣ୍ଡି ବସିଲା, ମୁଁ ହଗି ପକେଇବି। ହଁ ମୁଁ ଦେଖିଛି। ସେ ତତେ ଘୋଷାଡ଼ିକି ନେଇକି ଘରକୁ ପଳେଇଲା। ମୁଁ ପାଣି ସାରିକି ଯାଇକି ଦେଖିଲା ବେଳକୁ ଭିତରକୁ ବାଟ ବନ୍ଦ। ତମେ ସେ ଘର ଭିତରେ କଣ କରୁଥିଲ କି? କଣ କରୁଥିଲ ବେ ଶାଳା ଚୁତିଆ? ରାଗ ଶାନ୍ତି କରୁ। ମୁଁ ମାନୁଛି ତମ ସ୍ତ୍ରୀ ତମ ଆଗରେ ମତେ ଘର ଭିତରୁ ବସାଇକି ନେଇକି ଯାଇଥିଲା। ବଟିକା ମୁଁ ଦେଇଥିଲି, ଭୁଲ କରିଥିଲି। ଭାଇ ବିଶ୍ୱାସ କରିବନି, ତମ ସ୍ତ୍ରୀ ସିନା ତମ ଆଗରେ ମତେ ଘର ଭିତରୁ ବସାଇକି ନେଇକି ପଳେଇଲା। ଘର ଭିତରେ ତମ ସ୍ତ୍ରୀର ରୂପ ଦେଖିଲା ପରେ ଭଉଣୀ ବୋଲି କହି ଲମାଲ ପିଲା ଗୋଟରେ ପଡିଯାଇଛି। ଆଉ ବିଶ୍ୱାସ କରିବି ଭାଇ, ଯେତେବେଳେ ଭଉଣୀ ବୋଲି କହି ଲମାଲମ୍ବୀ ଗୋଟରେ କହି ପଡିଯାଇଛି, ସେ ମୋତେ ଭାଇ ବୋଲି କହି ସାଙ୍ଗେ ସାଙ୍ଗେ ତମ ସ୍ତ୍ରୀ ଦେହ ହେବଳା ହେଇଗଲା। ସେଇଦିନ ସିଏ ମୋର ଭଉଣୀ, ତମ ମୋର ହିସାବରେ ଗୋଟେ ଭିଣୀ ରାଣ କଣ ପାଇଁ? ସତ କହୁଛୁ ନା? ମୋ ସ୍ତ୍ରୀଟା ସତ୍ୟ ଦେବି, କିନ୍ତୁ ତୋ ପ୍ରତି ଧାରଣା ଖରାପ ହେଇଯାଏ। ସେଟା ଭାବି ଆଗରେ ଟିକେ ଆଉ ଛାଡ଼। ଭଲ ପିଲା ନା ଭଉଣୀଟା ମୋ ସ୍ତ୍ରୀ କଥା କହୁଛ? ସେ କଣ ଘରେ ଅଛି କି? ବାପ ହେଇଛି ନାଇଁ ଏଇ ସମୟ ଯାଉଛି ନା କଣ ସେ ବର୍ତ୍ତମାନ ଝୋଲ କାଢିଛି। ଏତେ ବଡ ପେଟରେ କାଢିଛି, ପୁଅ ହବ ନିଶ୍ଚିତ। ଭାଇ ଏଇ ଖୁସିରେ ମତେ ଟିକେ ନଡ଼ିଆ ଗୋଡ଼ ପୋଡ଼ ଦବ। ନାଇଁ ମୁଁ ପରିଶ୍ରମ କରିବି, ଧରିକି ଯାଉ ଲକ୍ଷେ ଦେଇଛି, ପୁଅ ହବ ଝିଅ ଗୋଟେ ହେଇଗଲେ ଗଲା। ଜିନିଷ ସେଇଆ ଆଉ ଛାଡ଼। ତମେ ସିନା ସକ୍ସେସ୍ ହେଇଗଲ, ମୁଁ ଆଗର ମୋର ବହୁତ ଦୁଃଖରେ ପଡ଼ିଯାଇଛି। ତୋର ଚାକିରି ଅଛି, ଦୁଃଖ ଆଉ ଚାକିରି ଅଛି ନା କଣ? ତମ ସ୍ତ୍ରୀ ଉପରେ ଘୋଷାରିକି ହେଇଥିଲା ଘର ଭିତରେ, ସେଇଠୁ ପରେ ଚାକିରି କରିବି, ସେ ଚାକିରି ବି ଛାଡ଼ିଦେବି। ମୁଁ ଥରେ ଆଇକି ବୁଲୁଥିଲି। ତାପରେ ମୁଁ ଲଢ଼ିବାକୁ ମାନସିକ କରିକି ଆସିଲି, ବାବା ମତେ ଯଥାଶୀଘ୍ର ମତେ ହାତକୁ ଟିକେ କରିଦିଅ। ଏଠି ମଦନ ମାନେ ଆମର ଫୁଲମାଳା ଦେଇକି କହିଲେ ମତେ 100 ପୂରଣ କରିଥିଲା। ଯାହା ଗୋଟେ ଭଲ ଝିଅ ମିଳିଗଲା, ମୁଁ ଆଇ ବୋଲି। କିନ୍ତୁ ବାହାଘର ସରିଗଲା ପରେ ଚତୁର୍ଥୀ ଭୋଜି ପାଇଁ ବଡ ଟେନସନ ଭିତରେ ଅଛି। ଭାଇ କଥା କହୁଛି, କିଛି ଟଙ୍କା ମତେ ସାହାଯ୍ୟ କରିଥିବ, ଚତୁର୍ଥୀ ଭୋଜି ସରିଗଲା ପରେ ମୁଁ ତମକୁ ଦେଇଦେବି। କିଛି ଦେବୁନି। ଖରାପ ଧାରଣା ଖେଳେ କଟିଗଲା। ଭଲ ପିଲାଟା କଣ ଶଳା ହେଇଗଲି। ଆଉ ହିସାବ ସେଇଆ ଆଉ ନେ କେତେ ଦେଇଦେବି? 30,000 ଅଛି ନେ, ମତେ ତୁ ସୁବିଧା ଦେଖିକି ଦବୁ। ଭାଇ ଆଉ 10 ଟଙ୍କା ହବନି? ଆଚ୍ଛା ଫୋନ କରିବା 5 ମିନିଟ୍ ତାପରେ ଆସୁଛି। ଶୁଣୁ, ତୁ କହିଲୁ ତୁ ବାହା ହେଇଛୁ, ତୋ ସ୍ତ୍ରୀ କାହିଁ? ମନ୍ଦିର ପାଖରେ ବସେଇ ଦେଇକି ଆସିଛି ଆଉ। ତାକୁ ସେ ମନ୍ଦିର ପାଖରେ ଏକୁଟିଆ ବସେଇ ଦେଇକି ତୁ ଆସିକି ଏତେ ସମୟ ହବ? ଠାକୁର ମହାଦୀପ ଜଳୁଛି ତାକୁ ଯାଇ ଏଇଠିକି ନେଇକି ଆସିବୁ, ମୁଁ ତାକୁ ଟିକେ ଦେଖିବି। ତମେ ଟିକେ ସରବତ ଫଳ ପିଇକି ଯିବ। ହଉ ଭାଇ, ତାଙ୍କର ଉପଲକ୍ଷେ ତମ ପାଇଁ ସ୍ପେଶାଲ ଅଫର ଦେବି, ତମେ ମନେ କରୁ ବାଧ୍ୟ କରୁଛ। ଜଲିବି କି ମୋ ସ୍ତ୍ରୀ? ତୋ ସ୍ତ୍ରୀ ନା ଜଲିବି? ପୁରା ଗରମ ଜଲିବି? ଜଲିବି ଭାଇ କାଲିକି ଏଇଠି ଟିକେ ଆସିଲ, ଭାଇ ଟିକେ ତମକୁ ଦେଖିଲେ। ଆରେ ଆସ। ଚାଲିବେ ତ ସ୍ତ୍ରୀ, ପୁରା ପଦ୍ମ ଫୁଲ ଫୁଟି ଯାଉଛି। କାହାକୁ ଭାଇ କି କଥା କହୁଛ? ବର୍ତ୍ତମାନ ତ ଓଡିଶା ସାରା ଫୁଲ ଫୁଟିଛି, ତମକୁ କଣ ସଫାସତର ଭଳିଆ ଦେଖା ଦରକାର? ଏମିତି ହେଲଣି। ତା କଳା ବିଷୟରେ ଜାଣିବା ଆପଣ ପାଗଳା ହେଇଯିବେ। ତା କି କଳା? ତା ଯୋଉ ଗଳାଟା ଗଳା ମିଠା ମିଠା ମାନେ ଏମିତି ମିଠା, ତା ଗଳାଟା ବା ଛୁଣ୍ଡା ପରେ କହିଲି କିଣା ବୁଝିକି ପଳେଇବ। ଏତେ ମିଠା ଯଦି ତା ଭଏସ ତା କୋଉଠୁ ପଦେ କଣ କହୁ ମୁଁ ଶୁଣେ। ଆପଣ ମନ দিয়ে ହେଲେ ପ୍ରକାଶ କରୁନାହାନ୍ତି। ପଇସା ଜୁହାରେ ମାଟି କଲା ରେ ଶଳା ଭାଉଜ ହବ, ମତେ ମଉସା ଡାକିବ। ତମେ ହିସାବ ପାଉନ ନା? ମନ দিয়ে ତମେ କଣ କହିବ? ଭାଇ ଭାଇ ନମସ୍କାର। ନମସ୍କାର ନମସ୍କାର। ନିଜେ କହିଲ ନା? ନିଜେ ଲାଗିଲା ଯୋଉ ଟେପରେ କଣ ଅଛି କି ପିଠା ମଜେ ଚିଲି ସେରା ଗୋଟେ କାମ କରିବୁ, ରାତିରେ ଯେତେବେଳେ ସେ ଶୋଇବ ତା ଏଇ ଓଠର କ୍ଷୀରା ସିନ୍ଦୁର ମାରିବୁ। ଆଉ ନହେଲେ ପିମ୍ପୁଡ଼ି ଲାଗିଯିବେ, ମିଠା ଭୟ। ଏ ବସରେ ଆହୁରି ଓଠ ଉପରୁ ନଜର ଯାଇନି। ଭାଇ ଖାଲି କଣ ସେତିକି? ନାଚି ଜାଣିଛି, ଗାଇ ଜାଣିଛି, ଇନଷ୍ଟାଗ୍ରାମ ପୁରା ଘାଟି ଦେଇଛି। 35,000 ଫଲୋର୍ସ, ମାସକୁ 7,000 ଇନକମ୍। ଆଉ ନାଚି ଜାଣିଛି, ଗାଇ ଜାଣିଛି, ଗାଁ ଧର୍ମ କଳା କୁନ୍ଦି ହେଇକି ତୋ ମୋର ଇଚ୍ଛା ହଉଛି ଏମିତି କାମ ଆହୁରି ଭଗବାନ ତୋ ପାଇଁ ସେ ଏତେ କଥା ଜାଣିଛି, ଏଠିକି ଆସିଛି। ତାକୁ କହୁନୁ ପଦେ ଚାହିଁବ ଟିକେ ନାଚିଦବ, ମୁଁ ଟିକେ ଦେଖିଦେବି। ନା ନା, ମତେ ଲାଜ ଲାଗିବ। ଲାଜ କଣ?
ଛଡ଼ା ଭାଉଜ ହବ ନଳ ଦେଇ ପାଖରେ ଟିକେ ନାଚିଦେବ ନାଚ ନୂଆ ବୋହୂ ତ ସେଥିପାଇଁ ନା ନୂଆ ବୋହୂ ଯେ ହେଲେ ଭଗବାନ ତମ ଦେହରେ ଗାନ୍ଧର୍ବ କଳା ଖୁନ୍ଦିକି ଦେଇଛନ୍ତି ଆକ୍ଚୁଆଲି ତମେ ସିନା ତାକୁ ଜାଗା ଦେଖିକି ପରିବେଷଣ କଲେ ଲୋକ ଜାଣିବେ ତମେ ଜଣେ କଳାକାରୀ। ଜିନିଷ ଦେଖ ହଉ ହେଲା ତମ କଥା ହେଲା ମୁଁ ନାଚିବି କି ହେଲେ ଗୋଟେ କଣ୍ଡିସନ କଣ କରିଛନ୍ତି ତମେ ଯଦି ମୋ ପାଦରେ ପାଦ ମିଶେଇ ନାଚିବ ତାହେଲେ ମୁଁ ନାଚିବି ଜିନିଷ ଦେଖ ମୋ କଳାକୁ ବି ଦେଖିଦେବା ପାଇଁ ତୋ ସ୍ତ୍ରୀ ହେଲା ମୁଁ ମୋ କଳା ଡବା ଖୋଲିବି ତମେ ଷ୍ଟାର୍ଟ କର ନାଟ ପ୍ଲିଜ ନାଟ ହଉ ତାହେଲେ ଦେଖ ମୋ କଳା ସ୍ତ୍ରୀ ଯୋଉ ଆକାରରେ ନାଚିଲାଣି ଖାଲି ଦେଖିଲା ବେଳକୁ ମଜା ଲାଗୁନି ବେ ଆଉ କଣ କହୁନାହାନ୍ତି ଟିକେ ଦରକାର ହଉଥିଲା ବେ କଣ କହିଲେ ଗୋଟେ ଦେବୀ ହେଇଥିଲେ ହେଇଥାନ୍ତା ମୁଁ ଜାଣିଛି ମୁଁ ଠିକ ଜାଣିଛି ମୋ ଭାଇ ଫଳ ଦେଖିଲା ପରେ ଦଳ ଆଡକୁ ମନ କରେ ସେ ଠାକୁରାକୁ ଡାକି ନାଚୁଥିଲା ଆଉ ମୁଁ ସେଇଥିପାଇଁ ଆଇଲା ବେଳେ ଦରପଦାରୁ ପଟ୍ଟନାୟକ ଆଗରୁ ନେଇଯାଇଛି ଟିକେ ରୁହ ଖାଲି ଢୋକେ ମାରିଲେ ତମ ସହିତ ପୁରା ତାଳ ଦେଇକି ନାଚୁ ଭାଇ ଏ ମୁଁ ଯାଉଛି ପାଣି ଟିକେ ନେଇ ଆସେ ଭାଇ ସେ ପାଣି ସେ ପିଇବେ ଆଚ୍ଛା ଗ୍ଲାସ ଗୋଟେ ଆପଣ ମରି ଶୁଣି ପିଇଲେ ନା କଣ ଭାଇ ରହିବା ଭାରି ଗଲାନି ବର୍ତ୍ତମାନ ଇନ୍ଦ୍ର କଣ ନାଇଁଥିରୁ ମୁଁ ଇନ୍ଦ୍ର ତୋ ସ୍ତ୍ରୀ ଉର୍ବଶୀ ଖାଇଲାରେ ଉର୍ବଶୀ ନାଚିବେ ଇନ୍ଦ୍ର ଦେଖିବେ ନାଚ ନାଚ ଉର୍ବଶୀ ନାଚ కోకా కడితే కొరకొరమంటూ చూస్తారు పొట్టి పొట్టి కౌనలేస్తే పట్టి పట్టి చూస్తారు కోకా కాదు కౌను కాదు కట్టులోన ఏముంది మీ కళ్ళల్లోనే అంతా ఉంది నీ మగ బుద్ధే వంకర బుద్ధి ఓ అంటవా అమ్మావా ఓ అంటవా అమ్మావా అంటవా అమ్మావా ఓ అంటవా అమ్మావా తెల్లగుంటే ఒకడు తెల్ల కిందులవుతాడు నల్లగుంటే ఒకడు అల్లారల్లరి చేస్తాడు తెలుగు నలుపు కాదు మీకు రంగుతో పని ఏముంది సందు దొరికిందంటే చాలు మీ మగబుద్ధి వంకర బుద్ధి ఊ అంటావా అమ్మావా ఊ అంటావా అమ్మావా హాయ్ ఊ అంటావా అమ్మావా ఊ అంటావా అమ్మావా ମୁଁ ଆସିକି ପଶିଗଲିଣି ମତେ ମାଲୁନି ମଦ ଖାଇକି ସୁନ୍ଦରୀକି ଧରିକି ନାଚିବା ମୋ ଦିଲ୍ଲୀ ପୁରା ଗାଡେଲେ ଗାଡେଲେ ତୋ ଦିଦି ଗାଡିଲେ ହଉ ମୋ ଦିଦି ଗାଡିଲେ ମୂଳ ଉପାଡ ଯାଉ ତାଙ୍କର ଅସୁବିଧା କଣ ସେ ରାମଚନ୍ଦ୍ର ମିଶାଇ ଆଉ ନିଶା ହେଇଗଲାଣି ତ ଗୋଟେ କାମ କରି ପୁଣି କଣ ସ୍ତ୍ରୀ କହିଲେ ମତେ ଟିକେ ଦେଖେଇବ ମୋ ନିଶାରେ ବି କଥାବାର୍ତ୍ତା କରୁଛୁ କଣ ମାଗଣା ଦେଖିବୁ କଣ ଦେଖୁ କହୁଛୁ ମୁହଁଟା ଦେବେ ମୁହଁ ଦେଖିବୁ ମୋ ସହ ଦବୁ ହଉ ତାହେଲେ ଦିଅ ମୁହଁଟା ଦେଖିବି ଆଗ ମୁଁ ସବୁବେଳେ ମୁହଁଟା ଆକୁ ଦଉନା ସେ ମୁହଁଟା କଣ ଦେଖିବ ଭାଇ ଜିନିଷ ତୁ କହିବ ଯୋଉ ନୂଆ ଛେନା ପୋଡ ଛେନାପୋଡା ରସମାଲେଇ ତାହେଲେ ଦେଖ ଗାଈ କାହାର ହଲୁ ଭାଇ ତୋ ଗାଈର ମୋ ଗାଈ ପ୍ରଥମ ଗାଈ ଶେଷ ଗାଈ ମୋ ସ୍ତ୍ରୀ ଭଳିଆ ଦେଖାଉଛି ତାର ସବୁ ଆଇଟମ ମିଶି ଯାଉଛି ତା ନାକ ପାଟି ସବୁ ତା କାଳ ତଳିବା ପର୍ଯ୍ୟନ୍ତ ସବୁ ମୋ ସ୍ତ୍ରୀର ଯେମିତି ଯାଇ ଭାଇନା ବିଶ୍ୱାସ କର ଏ ଦୁନିଆରେ ଗୋଟିଏ ଚେନାର ଅନେକ ଲୋକ ଅଛନ୍ତି
କାଇଁ ଏତେ ପାର୍ଫେକ୍ଟ ମିଶିବ କଣ ପାର୍ଫେକ୍ଟ ମିଶିଲା? କଣ ଛାବି ସମାନ ମୋ ସ୍ତ୍ରୀ ଭାଇନା, ତମେ ମଦ ପିଇଛ ତ ନିଶାରେ ଅଛ, ସେଥିପାଇଁ ତମକୁ ସବୁ ସମାନ ଦେଖାଯାଉଛି। ଭାଇ କଣ ଭାଇ ମୋ ସ୍ତ୍ରୀ ପାଟି ପିଲେ ଘର କମ ବନ୍ଧାଇ ଆଳୁ ବନ୍ଧଉଛି କଣ ପିଲେ ଘର କଣ ବନ୍ଧଉଛି କହୁଛ? ଦେଖିବ ଲାଗି ଦେଖିବା ଚାଲ ଯିବା। ମୁଁ ଛାଡ଼ିବି ମୋର ସନ୍ଦେହ ହଉଛି ମୁଁ ମଦ ଖାଇ ଦେଇଛି ବୋଲି ଜାଣିପାରୁନି ମୋର ସନ୍ଦେହ କଣ ହଉଛି ସନ୍ଦେହ? ମୁଁ ଆଗେ ପରୀକ୍ଷା କରିବି ତାପରେ ଛାଡ଼ିବି କଣ ପରୀକ୍ଷା କରିବ? ହୁଁ। କଣ ଶାଢ଼ୀ ଖସା ଏଇ ଭାଇ ଠିକ କଣ ମୋ ପୁରା ଖସେଇବି ଆଉ ଏ କମରୁ ଖାଲି ଟିକେ ଏଇଠି ଖସେଇବି କଣ ପାଇଁ? କାହିଁକି? ଏଇଠି ମୋ ସ୍ତ୍ରୀର ଗୋଟେ କଳା ଯାଇ ମଣ୍ଡା ଥିଲା ତେବେ ନଥିବ ତୁ ତା ବାସ୍ ଦେଖ ଦେଖା ଓରା ଟିକେ ଦେଖିବ? ଓରା ଦେଖ। ଖାଇନା ଦେଖ। ଅଇଲୋ ପାଟି এই ପାଖରା ଯାଇଛୁ ତୁ ଏଡେ ହାଡ଼ୁ ଯାଉଛି ତୁ ମୋ ସ୍ତ୍ରୀ କଣ କରିବୁ ତା ସ୍ତ୍ରୀ ହଁ ଅତୀତରେ ମୁଁ କେବେ ତମ ସ୍ତ୍ରୀ ଥିଲି, ହଁ। ହେଲେ ଏବେ ନାହିଁ। ମୁଁ ଯୋଉ ଦିନ ତାଙ୍କ ମେଡିସିନ ଖାଇଲି, ମୁଁ ହେଇଯାଇଛି ତାଙ୍କ ସ୍ତ୍ରୀ। ତଙ୍କ ସ୍ତ୍ରୀ ହେଇଯିବୁ ମୁଁ ଛାଡ଼ିଦେବି ଛେ, କଣ ବା? ମୁଁ ତମ ଉପରେ ଚଢିଛି, ଚିନ୍ତା କରିବି। କେତେ ଯିବ ମୋ ପାଟି ଭିତରେ ବସିବ? ଅଇରେ ଶଳା ଛୁଟିଆ ଶାଳା ଆସାର କର କଣ କହୁଥିଲି ଏ ତ ପ୍ରଥମ ସ୍ତ୍ରୀ ତ ଶେଷ ସ୍ତ୍ରୀ ହଁ। ମୋ ସ୍ତ୍ରୀ ତ ଭଉଣୀ ହେଇଯାଇଥିଲା ହଁ, ଭଉଣୀ ହେଇଥିଲା। ତୁ ଶଳା ପରମ ଶଳା ମୋରି ମାଇକିନାକୁ ବାହା ହେଇକି ମୋ ଠାରୁ ପୁଣି ଟଙ୍କା ନଉଛୁ କୋଉଠି କରିବୁ କଥା କହିଲୁ କଣ ଧୋତା କରିପାରିଲୁ କଣ 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 ସେଥିପାଇଁ ଯିବି ମୋ ପଇସା କି ପଇସା ମୋ ତ 30,000 ବର୍ତ୍ତମାନ ଡେଲି ଥରା କି 30,000 କି ଟଙ୍କା କେତେବେଳେ କାମ ଦେଇଥିଲି କଣ ସାଙ୍ଗେ ସାଙ୍ଗେ ଫାଙ୍କି ଦଉଛୁ କି ଟଙ୍କା ଦେଇ ଘରର ତ ପୁରା କମିଟି ଲୋକଙ୍କୁ ଡାକିବି ଏତେ ଡାଲି କରି ବାପି ବାବୁ ଆଠେ ଡାକଲି ଏ ଶଳା ମତେ ଫାଙ୍କି ଦଉ ଖାଇଲା, କେହି ଆସିଲେ? କେହି ଆସିଲେନି। ସମସ୍ତେ ଜାଣିଛ ତମେ ନୁଙ୍ଗୁରା ଲୋକ ଅଛି। ସେ ଟଙ୍କା ସିଏ ତ ଆସନ୍ତୁ ମୁଁ ହ୍ୟାଲୋ ହେ ପାଟି ମୁଁ ଭାବୁଥିଲି ତୁ ଗୋଟେ ସିଧା ସାଧା ପାଇକିରିଆ ତାଙ୍କର ଆହୁରି ଭଲ। ତୁ ତ ପକା ଘୋଡ଼ା ପକା ଘୋଡ଼ା ମୁହିଁ ଅଛୁ ଘୋଡ଼ା ପୁଣି କହୁଛ? ବାଙ୍ଗର କୁଣା, ନାକକୁ ମାରିକି ଫଟା ଦେବି, ଚିନ୍ତା କରିବ। ମୋ ସ୍ତ୍ରୀକୁ ନେଇଛୁ ଦେଇଯିବି ଥାନା କୋର୍ଟ କଚେରୀ କଣ ଉଠିଗଲାଣି କୋର୍ଟ କଚେରୀ ଯାଇ କଣ କରିବି ତୋ ନାଁ କେସ୍ କରିବି ମୁଁ ଥାନା କୋର୍ଟ କଚେରୀ ଯିବି ତୋ ନାଁ କେସ୍ କରିବି ମୋ ନାଁ କଣ କେସ୍ ତୋ କରିବି ନାଁ ନାରୀ ନିର୍ଯାତନା କେସ୍ କରିବି ମୁଁ ନିର୍ଯାତନା କରୁଛୁ ଆପଣଙ୍କୁ ମୁଁ ମୂଳରୁ ଫାଡୁନି ସେଇଟା କଣ ଯୋଉଟା କହିଲି ସେଇଟା କଣ ଶଳା ଘରେ ଗାଈ ତୁ ଦାନା ଦେଇପାରିବୁ ଅବସ୍ଥା ବେଶୀ କଥା ସେ କାହିଁ 4 ବକ୍ତ ଖାଇବ ମୁଁ ଦେବି ମୁଁ ଦେବି ତୁ ଦବୁ ତୋ ହାଡ଼ ଦେବେ ନିଲାମର ହେଇଯିବ ଏ ଯା 15 ଦିନ ଭିତରେ ଆଣିକି ଛାଡ଼ିକି ଯିବା ପାଇଁ ବାଟ ପାଇବୁ ମତେ ସେ ଜାଣିନି ରାଜା ସାହେବ ଯୋଉ ପୁରୁଣା ଦାସୀ ସବୁ ଅଛନ୍ତି ମୁଁ ସେଉଦ ଦିଟା ନେଇ ଆସିକି ଚଳିବି ଲାମ